ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଆଉ ଆଜି ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭକାମନା। ଆଜି ରଥଯାତ୍ରା ଆମ ଓଡ଼ିଆ ମାନଙ୍କର ସବୁଠୁ ବଡ଼ ପର୍ବ। ଆଜି ଜଗନ୍ନାଥଙ୍କର ଘୋଷ ଯାତ୍ରା ହୁଏ। ଆଉ ୟୁଜୁଆଲି ରଥଯାତ୍ରା ମାନେ ବର୍ଷା ହବା ନିହାତି ହବ, ମାନେ ବର୍ଷା ତ ପ୍ରତିବର୍ଷ ହୁଏ। ଆଉ ଆଜି ସକାଳୁ ସକାଳୁ ମୁଁ ଉଠି ପଡ଼ିଲି, ମୁଁ କହିଲି ଆଜି ରଥଯାତ୍ରା, ଆଉ ତ ପୁରୀ ଯାଇ ହେଲାନି। ଆଉ ମୁଁ କହିଲି ଚାଲ ଆଜି ଆମେ ଗୋଟେ ଓଡ଼ିଶାର ଯୋଉ ସାତ୍विକ ଭୋଜନ କରିବା, ଡାଲମା ଆଉ ଅରୁଆ ଭାତ, ଆଉ କଣ ଟିକେ ବନେଇବା। ତେଣୁ ମୁଁ ସକାଳୁ ସକାଳୁ ବାହାରି ପଡ଼ିଲି ପରିବା ଆଣିବା ପାଇଁ। ଆଉ ଆମର ଘର ପାଖରୁ ଗୋଟେ ଜଣେ ପରିବା ଭାଇ, ମାନେ ଜଣେ ଦୋକାନ କରୁଛନ୍ତି, ଆଉ ଚିହ୍ନା ପରିଚୟ ଦୋକାନ। ମୁଁ ସେଠି ଗଲି ପରିବା ଆଣିବା ପାଇଁ। ଆଉ ଆଜି ରଥଯାତ୍ରାକୁ ବର୍ଷା ପାଗ, ତେଣୁ ପରିବାର ରେଟ୍ ପୁରା ଆକାଶ ଛୁଆଁ। ଆଉ ସବୁ 60, 70, 80, 90, ମାନେ ଇଭିନ୍ ବିନ୍ସ 200 ଟଙ୍କା ଲେଖାଏ କିଲୋ, ଜହ୍ନି 100 ଟଙ୍କା ଲେଖାଏ କିଲୋ ପକେଇ ବହୁତ ରେଟ୍ ଥିଲା। ତଥାପି ଯାଉ ମୁଁ ସେଠୁ ଜହ୍ନି, ଟମାଟୋ, ଆଉ ଅମୃତଭଣ୍ଡା, ବାଇଗଣ, ଗାଜର, ଆଉ କଣ ଯୋଉ ସାରୁ, ବୋଇତ କଖାରୁ, ଯୋଉଗୁଡ଼ା ମାଟି ଆଉ ମାନେ କଣ କି ଡାଲମା ପାଇଁ ଦରକାର, ସେଗୁଡ଼ା ସବୁ ନେଇକି ଆସିବି। ତା ସହିତ ଛଚିନ୍ଦ୍ରା ଟିକେ ଭଲ ଲାଗେ, ଏଇ ସମୟରେ ମିଳେ। ଏଇଟା ଛଚିନ୍ଦ୍ରା ଗୋଟେ ଏମିତି ପରିବା ଯେ କେବଳ ସିଜିନରେ ମିଳିବ, ଆଉ ଗୋଟା ଭାଜିବାକୁ ଭଲ ଲାଗେ। ତ ମୁଁ ଛଚିନ୍ଦ୍ରା ଆଉ ତା ସହିତ କିଛି କାକୁଡ଼ି ଫାକୁଡ଼ି ଧରିକି ମୁଁ କହିଲି ଚାଲ ଡାଲମା ବନେଇବା ପାଇଁ। ଏଇ ଭାଇଙ୍କ ଦୋକାନ ପାଖରେ, ଏଇ ଦୋକାନରେ କଣ କି ଅମୃତଭଣ୍ଡା ନଥିଲା, ତ ବାକି ଅଲଗା ଦୋକାନ ଯାଇକି ଅମୃତଭଣ୍ଡା ଧରିକି ମୁଁ ଆସିକି ପହଞ୍ଚିଲି। ଆଉ ସବୁଠୁ ବଡ଼ ଜିନିଷ, ପୁରା କମ୍ପ୍ଲିଟ୍ ଭିଡ଼ିଓ ମୁଁ ମୋର ଯୋଉ ନୂଆ ଗ୍ୟାଜେଟ୍ ଆଣିଛି, ଆମର ମୋର ଚଷମାରୁ ଏଟା ସୁଟ୍ ହଉଛି। ଦେଖନ୍ତୁ, ବଢ଼ିଆ ଗ୍ୟାଜେଟ୍, ମୋତେ ଭାରି ପସନ୍ଦ ଲାଗୁଛି। ଆଉ ଆର ଭିଡ଼ିଓ କ୍ଲାରିଟି ବି ବହୁତ ଭଲ ଅଛି, ଅଡ଼ିଓ ବି ବହୁତ ବଢ଼ିଆ। ଯାହା ହଉ, ସବୁ ନେଇକି ଆସିଲା ପରେ ବାଛି ବୁଛିକି ସବୁ ନେଇକି ଆସିଲି। ଆଉ ପରିବାର ପାଖାପାଖି 300, 350 ଖଣ୍ଡ ଟଙ୍କା ଲାଗିଲା ଏ ସବୁ ପରିବା ନେଇକି ଆସିବାରେ। ଆଉ ଇଏ ଦେଶୀ କାକୁଡ଼ି ଆଉ ବାହାର କାକୁଡ଼ି ବି ଥିଲା, କିନ୍ତୁ ଦେଶୀ କାକୁଡ଼ି ଯଦିଓ ତା ଚୋପା ଟିକେ ହଳଦିଆ କଲର୍ ହେଇଯାଇଥିଲା, କିନ୍ତୁ ଯାହା ହଉ ଦେଶୀ କାକୁଡ଼ି ଧରିକି ପଳେଇ ଆସିଲି। ଆଉ ସକାଳୁ ମୋର ଝିଅ ଯାଇଥିଲା ଟ୍ୟୁସନ୍, ତାର 10ଟାରୁ 1 ପର୍ଯ୍ୟନ୍ତ ଟ୍ୟୁସନ୍ ଥିଲା। ସେ ଆସିଲା ପରେ ଗଲି ତାକୁ ଆଣିବା ପାଇଁ। ହେଲେ ତାର ଟ୍ୟୁସନ୍ ସରିଲା ପରେ ତାର ତ ସେଠି ସାଙ୍ଗମାନେ ଅଛନ୍ତି, ସାଙ୍ଗମାନଙ୍କ ସହିତ ଟିକେ ଟାଇମ୍ ସ୍ପେଣ୍ଡ କରିବ, ଖେଳିବ। ତାକୁ ଡାକି ଡାକି ମାନେ ଖେଳିବାର ସେ ବ୍ୟସ୍ତ ଥିଲା। ତଥାପି ସେ ତା ସାଙ୍ଗମାନଙ୍କୁ ମୁଁ କହିଲି ଚାଲ ତମେ ସବୁ ସାଙ୍ଗମାନେ ମିଶିକି ଆମ ଘରକୁ ଚାଲ। ତେଣୁ ସିଏ, ତାର ଗୋଟେ ସାଙ୍ଗ ଗୁନଗୁନ, ଆଉ ଗୋଟେ ସାଙ୍ଗ ଲିସା, ଏ ସବୁ ଟ୍ୟୁସନ୍ ସରିଲା ପରେ ସାଙ୍ଗ ହେଇକି ଖେଳିଲେ। ଖେଳିକି ସାରିକି ପୁଣି ଆମ ଘରକୁ ଆସିଲେ। ଏଇ ଦେଖ ମୋ ଝିଅକୁ, ସ୍କୁଲ ମାନେ ଟ୍ୟୁସନରୁ ଫେରିକି ସିଧା ତାର ଆଉ ଗୋଟେ ସାଙ୍ଗ ଘରକୁ ଚାଲିଲା। ଯାହା ହଉ ସେ ଘରେ ଆସି ପହଞ୍ଚିଲା। ବି ସବୁ ଆସି ଘରେ ବସିଗଲେ। ମୁଁ କହିଲି ଆଜି ମୋ ତରଫରୁ ତାଙ୍କୁ ପାର୍ଟି ଦିଆହବ। ତେଣୁ ସେମାନେ କଣ ଖାଇବେ କୁହନ୍ତୁ। ତେଣୁ ତାଙ୍କ ଭିତରେ ପୁରା ଏକଦମ ଡିପ୍ ଡିସ୍କସନ୍ ଚାଲିଛି। ଯେହେତୁ ରଥଯାତ୍ରା, ତେଣୁ କେବଳ ଭେଜ୍ ଖାଇବା ହିଁ ଅପସନ୍ ଥିଲା। ଆଉ ସେମାନେ ସବୁ ମଞ୍ଚୁରିଆନ୍, ଫ୍ରାଇଡ୍ ରାଇସ୍, ଆଉ ଗୋଟେ କଣ ପନିର ଚିଲ୍ଲି ତାଙ୍କର ଏଇଟା ଚୁଜ୍ କଲେ। ଆଉ ମୁଁ ତାଙ୍କ ପାଇଁ ସ୍ୱିଗିରୁ ସେଗୁଡ଼ା ସବୁ ଅର୍ଡ଼ର କରିଦେଲି। ଆଉ ବାକି ଏଇ ତାଙ୍କର ଖାଇବା ଆସି ପହଞ୍ଚିଗଲା। ଏସବୁ ଖାଉଛନ୍ତି। ବାକି ମୁଁ ପଚାରିଲି କେମିତି ଟେଷ୍ଟ ହେଇଛି। ଟେଷ୍ଟ ତ ସମସ୍ତଙ୍କୁ ବହୁତ ଭଲ ଲାଗିଲା। ତା ସହିତ କିନ୍ତୁ ଟିକେ ସ୍ପାଇସି ଥିଲା। ମୁଁ ତାଙ୍କ ପାଇଁ ମାନେ ବିନା ସ୍ପାଇସ୍ ବାଲା ମଗେଇଥିଲି, କିନ୍ତୁ ଯାହା ହଉ ସେମାନେ ପଠେଇଥିଲେ, କିନ୍ତୁ ସ୍ପାଇସ୍ ଥିଲା। କିନ୍ତୁ ଏମାନେ ଭାରି ଖୁସିରେ ଖାଇଦେଲେ। ଆଉ ଏଠି ଲିସା କହୁଛି ବଢ଼ିଆ ଟେଷ୍ଟ ହେଇଛି। ଆଉ ଗୁନଗୁନ ତ ପୁରା ଖୁସି। ଆଉ ଆମର ମୋ ଝିଅ ବି ଖୁସି, ତା ଖାଇବା ଆସିଛି ବାହାରୁ। ତ ଏମାନେ ଖାଇକି ଯିବା ପରେ ମୋର ଯୋଉ ସକାଳୁ ସକାଳୁ କହିଥିଲି ପରିବା ନେଇକି ଆସିଥିଲି, ଖାଇବା ମୋର ରେଡ଼ି। ଡାଲମା, ତା ସହିତ ଭାତ, କାକୁଡ଼ି, ଆଉ ଜହ୍ନି ଚଟଣି, ଇଏ ହେଇଛି ଆମର ଘର ଖାଇବା ପାଇଁ। ଆଉ ମୁଁ ବାସ୍, ହଁ, ତା ସହିତ ବଢ଼ି ବଢ଼ି ବି ହେଇଥିଲା। ବଢ଼ି ଭଜା ହେଇଥିଲା। ଆଉ ବାକି ଆଜି ଡାଲମାଟା ବି ବହୁତ ଟେଷ୍ଟି ଲାଗୁଥିଲା, ଭାରି ଭଲ ଲାଗୁଥିଲା। କାରଣ ଡାଲମାରେ ଟିକେ ସାରୁ ପଡ଼ିଲେ ଏମିତି ମୋତେ ବହୁତ ଭଲ ଲାଗେ। ଆଉ ଆଜି ସାରୁ ବି ଆସିଥିଲା, ପଡ଼ିକି ଏ ସବୁ ଡାଲମା ଫାଲମା ବନେଇଦେଲେ। ମୁଁ ପୁରା ଏକଦମ ପେଟେ ଖାଇଦେଲି। ଆଉ ଏପଟେ ଆଇସ୍କ୍ରିମ୍ ଥିଲା ଫ୍ରିଜରେ, ମୋ ଝିଅ ବାହାର କରିକି ସେ ଖାଇଲା ପରେ ପୁଣି ତାର ଏଇ ଆଇସ୍କ୍ରିମ୍, ତାର ଦିନଟା ସାରା କିଛି ନା କିଛି ଗୋଟେ ଚାଲୁଥିବ। ଆଉ ଆଇସ୍କ୍ରିମ୍ ଖାଇଲା ପରେ ସେ ମୋତେ ଆଇସ୍କ୍ରିମ୍ ଯାଚୁଥିଲା। ବାକି ମୋର କାଲି ଟିକେ ମେଡ଼ିକାଲ ଟେଷ୍ଟ ଅଛି, ତ ମୁଁ ଆଉ ସେଗୁଡ଼ା ସବୁ କିଛି ଖାଇଲିନି। ଆଉ ଯାହା ହଉ, ମଧ୍ୟାହ୍ନ ଭୋଜନଟା ବହୁତ ଭଲ ହେଲା, ଭଲ ଲାଗିଲା। ଦ୍ୱିପହରେ ଆମେ ପୁରା ଏକଦମ
ପିଓର ଓଡ଼ିଆ ଖାଦ୍ୟଟା ଖାଇଲୁ। ଖାଇ ପିଇ ସାରିକି ତାପରେ ଟିକେ ରେଷ୍ଟ ନେଇକି ଯିମି ସନ୍ଧ୍ୟା ହେଲା ଆମେ କହିଲୁ ଚାଲ ଯିବା ଆଜି ରଥଯାତ୍ରା ବୁଲିବା ପାଇଁ। ଆଉ ବାସ୍ ବାହାରି ପଡ଼ିଲୁ ଆମେ ଘରୁ ସ୍କୁଟି ଧରିକି ଆଉ ପ୍ଲାନ୍ ହେଲା କି କିଟ୍ ଜଗନ୍ନାଥ ମନ୍ଦିର ସେ ଯୋଉ ରଥଯାତ୍ରା ସେଇଠିକି ଯିବା। ଆମେ ଯେହେତୁ ସନ୍ଧ୍ୟାରେ ବାହାରିଲୁଣି ଜଗନ୍ନାଥ ଅଲରେଡି କଣ କି ରଥ ଟଣା ସରିଥିବ ମାଉସୀ ମା ମନ୍ଦିର ପାଖାପାଖି ପହଞ୍ଚି ଯାଇଥିବେ। ଆଉ ସେଥିପାଇଁ ଆମେ ସିଧା ବାହାରି ଗଲୁ କହିଲୁ ଲୁଚିବା ମାଉସୀ ମା ମନ୍ଦିର ପାଖକୁ ଯିବା ସେଇଠି ଦେଖା ହବ ମାନେ ଭେଟ ହବ ରଥ ଟଣା ସରିଥିବ ଆଉ ସେଇଠି ଯାଇକି ଜଗନ୍ନାଥଙ୍କ ଦର୍ଶନ କରିକି ଆମେ ଫେରି ପଳେଇ ଆସିବୁ। ଆଉ ଗାଡ଼ିରେ କଣ କି ତେଲ ବି ନଥିଲା ବାଟରେ ପୁଣି ତେଲ ଟିକେ ପକେଇବାକୁ ପଡ଼ିଲା। ତେଲ ପକେଇ ପୁଣି ଚାଲିଲୁ ବାହାରିକି କିଟ୍ ରୋଡ ଦେଇ ଏପଟୁ ମୁଁ ରଘୁନାଥପୁର ରହୁଛି ନା ରଘୁନାଥପୁରରୁ ସେପଟେ ନନ୍ଦନ ବିହାର କିଟ୍ ରୋଡ ଏସବୁ ଛକ ହେଇକି ମୁଁ ଯାଇ ପହଞ୍ଚିଗଲି। ବାଟରେ ସେଇଠି ଆମର ଇଣ୍ଡିଆନ୍ ଅଏଲ ଟିକେ ଗାଡ଼ିରେ ତେଲ ପକେଇବାର ଥିଲା ସେଠି ଯାଇକି ତେଲ ଟିକେ ହଁ ହେଇ ଆସି ତେଲ ଟିକେ ପକେଇଦେଲୁ। ତେଲ ପକେଇକି ମୁଁ ଡଲି ଝିଅ ବବଲୁ କୁନି ଆମେ ସମସ୍ତେ ଏକା ସାଙ୍ଗରେ ବାହାରି ଗଲୁ। ଆଉ ବାକି ମୁଁ ମୋର ସ୍କୁଟି ଧରି ଯାଉଥିଲି ଆଉ ବବଲୁ କୁନି ସେମାନେ ବୁଲେଟ୍ ଧରି ଯାଉଥିଲେ ତେଣୁ ଆଉ ସାଙ୍ଗ ହେଇକି ତ ଯାଇପାରିଲୁନି ଅଲଗା ଅଲଗା ହେଇଗଲୁ। ଆମେ ଯାଇକି ତେଲ ପକେଇ ସାରିଲା ପରେ ଆମେ ଯାଇକି ବାହାରି ଗଲୁ ପୁଣି ଏଇ ମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିକି ପହଞ୍ଚିଗଲୁ ଏଇଠି ଏ ଯୋଉ ଆମର ଶିଖରଚଣ୍ଡୀ ପାଖରେ ଯୋଉ ଜଗନ୍ନାଥଙ୍କର କିଟ୍ର ବେସିକାଲି ଯୋଉ ମାଉସୀ ମା ମନ୍ଦିର ଏ ଦେଖନ୍ତୁ କେତେ ସୁନ୍ଦର ସଜା ହେଇଛି। ଆଉ ଭିଡ଼ ବି ବହୁତ ଥିଲା ବହୁତ ଭିଡ଼ ଥିଲା ଆଉ ବହୁତ ଭଲ ସୁନ୍ଦର ସଜା ହେଇଥିଲା। ଆଉ ଯାହା ହଉ ସେଠି ଭିଡ଼ ଭିତରେ ଆମେ ଠାକୁରଙ୍କ ଦର୍ଶନ କଲୁ ଯେହେତୁ ଆଜି କଣ କି ଆମର ବଣ୍ଟିର ଆଜି ଗୋଟେ ପୁଅଟେ ହେଇଛି ତେଣୁ ଆମେ ଆମର ସେ ହିସାବରେ ଛୁତିକା ତେଣୁ ଠାକୁରଙ୍କୁ ଛୁଇଁବା ମନା ବା ଠାକୁରଙ୍କ ମନ୍ଦିର ଭିତରକୁ ପ୍ରବେଶ ମନା ସେଥିପାଇଁ ଆମେ ବାହାରୁ ବାହାରୁ ଠାକୁରଙ୍କୁ ଦର୍ଶନ କଲୁ। ଦର୍ଶନ କରିକି ଫେରିକି ଆସିଲୁ। ଆଉ ଦେଖନ୍ତୁ କେତେ ଭିଡ଼ ଲୋକ ବହୁତ ହେଇଥିଲେ ବର୍ଷା ଯାହା ହଉ ଏଇ ସମୟରେ ବର୍ଷା ଟିକେ କମି ଯାଇଥିଲା ବୋଲି ଲୋକମାନେ ଆସିକି ବହୁତ ମଜା କଲେ ଭଲ ବି ଲାଗୁଥିଲା। ବାକି ଆପଣଙ୍କ ଫିଡବ୍ୟାକ୍ ଦେବେ ଏଇ ଯୋଉ ଭିଡ଼ିଓର କ୍ଲାରିଟି ଇଭେନ୍ ଅଡ଼ିଓର ବି କ୍ଲାରିଟି ସେଇ ଯୋଉ ମୁଁ ମୋର ସେ ଯୋଉ ଚଷମାରୁ ମୁଁ ସୁଟ୍ କରିଛି ଭିଡ଼ିଓ ଆଉ ଅଡ଼ିଓର କ୍ଲାରିଟି କେମିତି ଅଛି ଜଣେଇବେ। ଏଇଟା ରାତି ଟାଇମ୍ରେ ସୁଟ୍ ହେଇଛି ଆଉ ସକାଳ ଟାଇମ୍ର ଭିଡ଼ିଓ ତା ଦେହରେ ଅଛି। ମୁଁ କେବଳ ଏଇ ଭିଡ଼ିଓ ସୁଟିଂ କରିବା ପାଇଁ ସେଇଟା ନେଇକି ଆସିଛି ବହୁତ ବଢ଼ିଆ ମୋତେ ତ ଲାଗୁଛି ଏପର୍ଯ୍ୟନ୍ତ ଗ୍ୟାଜେଟ୍ଟେ। ଆପଣମାନଙ୍କୁ କେମିତି ଲାଗିବ ଭିଡ଼ିଓ କ୍ୱାଲିଟି ମୋତେ ଡେଫିନେଟଲି ଜଣେଇବେ। ଯାଉ ଏଠି ଆସିକି ଟିକେ ଭିଡ଼ ଥିଲା ଆମେ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କର ପ୍ରପରଲି ଦର୍ଶନ କଲୁ। ଦର୍ଶନ କରିକି ଆସିକି ପହଞ୍ଚିଗଲି। ପହଞ୍ଚିଗଲା ପରେ ଇଏ ମୋର ରାତିର ଡିନର ରୁଟି ଛଞ୍ଚିଣା ଭଜା ଆଉ ଦିନର ଯୋଉ ଡାଲମା ଥିଲା। କାଲି ହେଲ୍ଥ ଚେକଅପ୍ ଅଛି ତ ତେଣୁ ଆଉ ନର୍ମାଲ ଫୁଡ୍ ଟିକେ ମୁଁ ଶୀଘ୍ର 9ଟା ବେଳକୁ ଖାଇଦେଲି। ଆଉ ବାକି ବଢ଼ିଆ ଥ୍ୟାଙ୍କ ୟୁ ସୋ ମଚ୍।